ପିଇସି ମାଛ ଗୋଟେ ଆଣିବୁ ଏରି ଗୋବିନ୍ଦ ବଧୁ ହଉଛି ମକରନ୍ଦ ପ୍ରେମକରନ୍ଦ ପାନ କରି ହିଣେ କରିଲେ ବ୍ରଜ ନାରୀ ଦେବଦ ନାରୀଙ୍କ ପ୍ରୟରେ ମନ ମୋ ଥାଉ ନିରନ୍ତରେ ମନ ମୋ ନିରନ୍ତରେ ଥାଉ କୃଷ୍ଣ ବୋଲି ଜୀବ ମୋ ଜୀବ ଏବେ ଯିବ ଆରେ ମୋ ଭେଣ୍ଡାଟା ଆ ଚିତ୍ରଗୁପ୍ତକୁ ଲକ୍ଷେ କି 2 ଲକ୍ଷ ଦେଇକି ମୋ ଆୟୁଷକୁ ବଢେଇ ଦେବି ହେଲେ ଚିତ୍ରଗୁପ୍ତ ନମ୍ବରଟା କୋଉଠୁ ପାଇବି ଚିତ୍ରଗୁପ୍ତ ଫୋନ ପେ ନମ୍ବରଟା କିଏ ରଖିଛ କି 10-20 ଲକ୍ଷ ଦେଇଦେଇ ମୋ ଆୟୁଷକୁ ବଢେଇ ଦେବି ଆ ତୁଳସୀ ମାଳି ଛିଞ୍ଚିକି ପ୍ରବଳ ଟଙ୍କା ରୋଜଗାର କରିବି ଆଉ ମିଥୁନ ରେ ଆରେ ଶାଶୁର ପୁଅ ମିଥୁନ ରେ ଆଇଲାଲୋ ବେଗଲ টাইগার ডিস্কো ড্যান্সার মিথুন চক্রবর্তী চক্রবর্তী ডিস্কো ড্যান্সার हसीरे धराई गदा मुकुता रूपसी राधिका अलसी कन्या हसी गरा सत झरई बन्या रूप राइजर राजकुमारी तेरे छा नजरता सारू जहानी अरे तो 14 पुरुष रे के कवि कुळे जन्म हेतिले सारा भंग साहित्य को पूरा बाटी की फेटी की पी देछु कोन कहले खाइची होयो बाबू कौन मत दौच बा ना ना कौन मत दौच आ निजे तो पखाल कंसा को 2 थर करी खाउच मत दौच बासी रुटी सारा खाई खाई मो डाला बाजिलानी ए सारा काला मो प्राण नबो कौन कहले बाबू बाण एकी बाबू बाजिबो बाजा फुटिबो बाण रोशनी झल मल तमे साजिबो कन्या मोर मु साजिबी तम तारा कौन कहले बाबू कला एठी बाबू ओ नो ए कला कथा काहे की कहउछंती एठी बाबू आम गाँव रे महाभारत नाटक होउथला सेतरे बा मु द्रौपदी पाठ करथली तमर तो कला फळा सुकी जीवनी तमे से कथारु को मिलिबो एठी बाबू मु कोन कहउथली कि मते तमे जदी महाभारत रे से दुशासन होई मो दिहकु टिके टच करी दियौ तो देखन तो आपे आपे मो कलारा केने बाहरी आसुंदा एठी बाबू आस मते दुशासन होई के टच कर आस मते छुई गलो देवर दुशासन मो अंग को तमे छुई देलो छुना मो अंग मु पुष्पवती परवनारी पुण्य
କରିଥିଲି। ଦମ୍ପତି ରୋଲ କରିବା ପାଇଁ ଗୋଟେ ଲେଡିଜ ଆର୍ଟିଷ୍ଟ ଆସିଥିଲେ। ତାକୁ ଦେଖି ମୋର ଟିକେ ଲୋଭ ବଳିଲା। ପୁରୁଷ ଭାକୁ ନାଇକି ବସ୍ତ୍ର ହରଣ କରିବା କଥା, ତାକୁ ନେଇକି ସିଧା ମୋ ଘରକୁ ପଳେଇ। ଯୋଉ ଦର୍ଶକ ସବୁ ଷ୍ଟେଜ ଚାରିପଟେ ବସିଥିଲେ ସବୁ ଯାଇକି ଆମ ଘର ଚାରିପଟ ଘେରଉଥିଲେ। ବାପା ଆମର ଘରେ ଥିଲେ। ମୋ ଚୁଟିକି ଧରି ଯୋଉ କୋରା କୋରିଲେ, 5,000 ଜୋରିମନା ଦେଲି, 5 ଦିନ ବିଛଣାରୁ ଉଠିଲି। ମୁଁ ଆଉ ସେ ଗଳା ପାଖ ମାରୁନି ରେ ବାପା। କଣ କହିଲା ବାବୁ? ଖଇନି? ଏଠି ବାବୁ ତମେ କୋଉ ବ୍ରାଣ୍ଡର ଖଇନି ଖାଉଛ ବା? ସଫଳ ଖାଉନ କି ବିମଳ ଖାଉନ? ଏଠି ବାବୁ ମୋ ପାଖରେ ଗୋଟେ ରାଉଳ ଗୁଣ୍ଡି ଅଛି, ଟିକେ ଜିଭ ତଳେ ଜାକିଦବ ଝଡା ପୁରା ସଫା। ମଇଁଷି କ୍ଷୀର ପିଇଲେ ତମେ କଣ ହେଲା? ମୁଁ ପାଖ କ୍ଷୀର ମୋ ବୋଉ ମତେ ସେରେ ଲେଖା ଯାଉଛି, ଖାଲି ଗୋଡଟା ଖସିଗଲା ନହେଲେ ମାରିକି। ଘର ଭିତରକୁ ଯା। ଆରେ ଯା ପରେ କହୁଛି। କଣ କହିଲ ଦିଦି? ଘର ଭିତରକୁ ଯା। ଘା କୋଉଠି କାଇଁବା ଘା? 5 ବର୍ଷ ତଳେ ଗୋଟେ ଅଜାଗାରେ ଘା ହେଇଥିଲା, ସେଟା ବାବୁ ଟଙ୍କା ଦେଇ ଖଲାସ କରିଦେଇଛନ୍ତି। ମୁଁ ତତେ ଘା ନୁହେଁ ଯା ବୋଲି କହୁଛି। ସେଇଆ କହୁନ ଧୀରେ, ଏତେ ରାଗୁଛ କାହିଁକି ବା? ଯାଉଛି ମୋ। ଆରେ ଯା ଜଲ୍ଦି। ହେଲା ଯାଉଛି। ଆରେ ଯାଉନୁ। ଓହୋ ଦିଦି କଣ ହେଲା? ବାବୁ କହିଛନ୍ତି ଆଜି ସାରୁ ଝୁଳ ହବ। ସାରୁ ଝୁଳ ଯାଉଛି ନା? ସକାଳେ ସକାଳେ କୁଆଡେ ଯାଇଥିଲୁ? ଯାଇନି, ଯିବି। କୁଆଡେ ଯିବୁ? ଚୈତା ଭାଇ ଘରକୁ ଯିବି। ଆମେ ତତେ କେତେ ଥର ମନା କରିଛି ସେ ଗଛାଇ ତ ସାଇକି ଯିବୁନି ବୋଲି? କାହିଁକି ଯିବିନି? ଆରେ ସେମାନେ ହେଲେ ଅଜାତୀୟ ଅଛୁଆ ମଣିଷ। ସେମାନଙ୍କ ସାଇକି ଗଲେ ଆମ ଜାତି ଚାଲିଯିବ। ମୁଁ କିନ୍ତୁ ସେଇ ଅଜାତୀୟ ଘରର ବୋହୂ ହେବି, ଆଉ ଚିନୁ ଭାଇକୁ ହିଁ ବାହା ହେବି। ତୁ ସେ ଦିନ କଥା ସାନ ପୁଅ ଚିନୁକୁ ବାହା ହବୁ? ତୋ ମୁଣ୍ଡ ଠିକ ଅଛି ତ? ଆରେ ଆମ ବ୍ରାହ୍ମଣ ସମାଜରେ ଆମର ଜାତି ଚାଲିଯିବ। କଣ କହିଲ? ଜାତି ଚାଲିଯିବ? ମାନ ସମ୍ମାନ ଚାଲିଯିବ? ରଖ ତମ ବ୍ରାହ୍ମଣ ଶାସନ, ମତେ ବ୍ରାହ୍ମଣ ଶାସନ ଦେଖାଇଲେ। ବାପା ତମ ବ୍ରାହ୍ମଣ ଶାସନରେ ଜାତି ବୋଲି କିଛି ଅଛି? ରାତି ହେଲେ ମଦ ମାଂସ ଖାଉଛ, ଆଉ ସକାଳେ ହେଲେ ଚିତା ଚୈତନ୍ୟ କାଟି ବେକରେ ତୁଳସୀ ମାଳ ପକେଇ ହରିଓମ ହରିଓମ ହଉଛ, ଜଗନ୍ନାଥଙ୍କର ବଡ ବଡ ରହୁଛ। ବାପା ମୁଁ ନିଷ୍ପତ୍ତି ନେଇ ସାରିଛି, ମାନେ ମୁଁ ଚିନୁ ଭାଇକୁ ହିଁ ବାହା ହେବି।